ইঠা এ ঘরে মা বস ব্রাহ্মণ দিনে পরা মারিলা গোইঠা এ ঘরে মানবা করিয়া প্রথমরে হেলা মোর হে ভক্তর নিবেদন এ ঘরে মানবা করিয়া দ্বিতীୟରେ ହେବ କିଛି ପରା ଗୁରୁଙ୍କ ବନ୍ଦନ এ ঘরে মানবা করিয়া গুরুদেব নারায়ণ হে রাউতরা জাণ এ ঘরে মানবা করিয়া ତାଙ୍କର ନିବାସ হে ନାଚି ଝଣା ଜାଣ এ ঘরে মানবা করিয়া ତାଙ୍କ ଠାରୁ ଯାହା କିଛି ପଦ ଶିଖି ଅଛି ଜାଣ এ ঘরে মানবা করিয়া ସେହି କଥାକୁ ତ ପୁଅ କରୁଛି ଆଲୋଚନା এ ঘরে মানবা করিয়া ଗୁରୁଙ୍କ ବନ୍ଦନ ପରେ ହେ ମଙ୍ଗଳା ଚରଣ এ ঘরে মানবা করিয়া ମଙ୍ଗଳ କରିବେ ସେହି ପରା ଜଗତ ଜୀବନ এ ঘরে মানবা করিয়া ନାରାୟଣ ନାରାୟଣ ହେ ନାରାୟଣ ନାମ এ ঘরে মানবা করিয়া ନାରାୟଣ ନାମ ଗାଇ ପରା ଯାଉ ଏ ଜୀବନ এ ঘরে মানবা করিয়া নন্দন গোবিন্দ বৃন্দাবন চন্দ্র এ ঘরে মানবা করিয়া আদি কন্দ প্রেমানন্দ হে গোকুল নরেন্দ্র এ ঘরে মানবা করিয়া ଆଉ ଭାଇଙ୍କର ଆଜି ପରା ପୁଣି ଦ୍ୱାଦଶଟି ଦିନ এ ঘরে মানবা করিয়া ଆଉ ପୁଅମାନେ ନିମନ୍ତ୍ରଣ କରିଛନ୍ତି ଜାଣ এ ঘরে মানবা করিয়া ଆଉ ତାଙ୍କ ଆତ୍ମାର ସଦଗତି କାମନା କି ଜାଣ এ ঘরে মানবা করিয়া ଶ୍ରୀଧରରେ ଆଜ୍ଞା ଏ ତ ବର୍ଷା କାଳ ଆଉ ସମୟ ନାହିଁ ଲମ୍ବେଇବା ପାଇଁ ଏ ଯଜମାନଙ୍କର ଆମର ଯୋଉ ଦି ପୁଅ ଅଛନ୍ତି ହେଲା ଦି ଭାଇ ନୁହଁ କି ରତ୍ନାକର ରାଜୀବ ବାପା ଗେଲବସରେ ନାଁ ଦେଇଛି ରରେ ରହିଛି ରତ୍ନାକର ଏବଂ ରାଜୀବ ରତ୍ନାକର କିଏ ସେଇ ପ୍ରଭୁ ରତ୍ନ ଆକାର ରତ୍ନାକର ରାଜୀବ ରଘୁନାଥ ଦେଖ ବାପା କେମିତି ଦୁଇ ପୁଅଙ୍କର ନାଁ ଦେଇଛନ୍ତି ହଉ ତାଙ୍କ ପ୍ରତି ଆମେ ଆଜି କିଛି ମଙ୍ଗଳ କରିବା ପାଇଁ ଠାକୁରଙ୍କୁ ଡାକିବା ହେଲା ବୈକୁଣ୍ଠ ତେଣୁ ଆଜି ସେଇ ଯଜମାନଙ୍କର ଉପଲକ୍ଷେ ହେଲା ଆମେ ତାଙ୍କ ସପରିବାରର ମଙ୍ଗଳ କରିବା ବାସ୍ ଆମେ ତ କରିପାରିବା ନାହିଁ ନାଇଁ କିଏ କରିବେ ସେଇ ଜଗଦୀଶ ଠାକୁର ଠାକୁର ଲକ୍ଷ୍ୟ କରନ୍ତୁ ସବୁ ଘରେ ସେ ଠାକୁର ଥିବେ ସେଇ ଦିଅଙ୍କୁ ଡାକିବା କାଳୁ ଭାଇ କୋଉ ଠାକୁର ସବୁ ଘରେ ଅଛନ୍ତି ଭଗବତ ଠାକୁର ହଁ ତେଣୁ ଆମେ ସେଇ ଠାକୁରଙ୍କୁ ଡାକିବା ସେ ଠାକୁର ଏଇନା ଆପେ ଆପେ ବାହାରିବେ କହିଲେ ଶିବ ପତ୍ନୀ ନାମା ଜଙ୍ଗି ନାରାୟଣ ବାହାନ କୃଷ୍ଣ ଜନକ କେ ନିରଜ ବନ୍ଧୁ
ବଂଶ ଗୁରୁ ଏ ଆଦ୍ୟ ବର୍ଣ୍ଣ ଘଟିତା ସା ଦେବତା ପାଦୁବ ଧର এই যে শ্লোকটি পড়িলে আজ্ঞা এই শ্লোকর শেষ ধাড়িরে ଅଛି কোন না আদ্য বর্ণ ঘটিতা আদ্য বর্ণ ঘটিতা সা দেবতা পাতুবহ এই যে শ্লোকটি পড়িলে এথেরে নূতন শব্দ সৃষ্টি হব এ তো মাস্টরଙ୍କ ঘর দ্বার ଆମ ଗାଁ ସାରେ ରାଜିବ ତେଣୁ ଶିକ୍ଷକ ଲୋକ ସଂସ୍କୃତ ସାହିତ୍ୟ ଗ୍ରାମାଟିକାଲ ମିଷ୍ଟେକ୍ କଲେ ଭୁଲ ହବ ତେଣୁ ଆଦ୍ୟ ବର୍ଣ୍ଣ ଘଟିତା ସା ଦେବତା ପାତୁବହ ତାହେଲେ ଯୋଉ ଶବ୍ଦ ଗୁଡ଼ିଏ ବାହାରିବ ତାର ଆଦ୍ୟ ବର୍ଣ୍ଣ କି ଆଦ୍ୟ ଅକ୍ଷର ଗୁଡ଼ିକ ସବୁ ଏକାଠି କରିବ ଶିବ